Hello everyone, welcome to Smart Study with Smart Student YouTube channel. ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା ପ୍ଲସ୍ ଟୁ ସେକେଣ୍ଡ ଇୟର ହିଷ୍ଟ୍ରିର ପ୍ରଥମ ୟୁନିଟ୍ର ସର୍ଟବିଟ୍ ଗୁଡ଼ାକ ଯାହାକୁ ତୁମେମାନେ କହୁଛ 1 ନମ୍ବର ବିଶିଷ୍ଟ ପ୍ରଶ୍ନ ଉତ୍ତର। ଯଦି ଏ ପର୍ଯ୍ୟନ୍ତ ତୁମମାନଙ୍କର କନସେପ୍ଟ କ୍ଲିଅର ହେଇନାହିଁ ଏହି ପାଠରେ ତାହେଲେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ତୁମର କନସେପ୍ଟ କ୍ଲିଅର ହେଇଯିବ। କାରଣ ଏଠାରେ ଆମେ ଯେଉଁ ପ୍ରଶ୍ନଗୁଡ଼ିକ ଆଲୋଚନା କରୁଛେ ତାହା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ତ ଚାଲନ୍ତୁ ଦେଖିବା ପ୍ରଥମ ପ୍ରଶ୍ନ କ'ଣ ରହିଛି। ପ୍ରଥମ ପ୍ରଶ୍ନ ରହିଛି ଇତିହାସ କହିଲେ କ'ଣ ବା ଇତିହାସ କାହାକୁ କୁହାଯାଏ ବା ଯାହାକୁ ଆମେ କହୁଛେ ଇତିହାସ କ'ଣ। ଇତିହାସ ହେଉଛି ମଣିଷ ଜାତି ସମାଜ ତଥା ବିବର୍ତ୍ତନର କ୍ରମଣ୍ୟ ଧାରାର ବିବରଣୀ ଅଟେ। ଇତିହାସ କ'ଣ ନା ଇତିହାସ ହେଉଛି ମଣିଷ ଜାତି ସମାଜ ତଥା ବିବର୍ତ୍ତନର କ୍ରମଣ୍ୟ ଧାରାର ଏକ ବିବରଣୀ ଅଟେ। ଅନ୍ୟ ଭାଷାରେ କହିଲେ ଅତୀତର ଘଟଣାବଳୀ ସହିତ ସମ୍ପୃକ୍ତ ବିବରଣୀକୁ ଆମେ ଇତିହାସ ବୋଲି କହିଥାଉ। ତାପରେ ଦେଖ ଦ୍ୱିତୀୟ ପ୍ରଶ୍ନ ଇତିହାସର ଏକ ସଂଜ୍ଞା ପ୍ରଦାନ କର, ଅର୍ଥାତ୍ ଇତିହାସର ଏକ ସଂଜ୍ଞା ପ୍ରଦାନ କରିବାକୁ କହିଛି। ତ ଦେଖ ଏଠାରେ ଦିଆଯାଇଛି ଫ୍ରାନ୍ସିସ୍ ବେକନଙ୍କ ମତରେ ଇତିହାସ ହେଉଛି ଏକ ଶୃଙ୍ଖଳା ଯାହା ମଣିଷକୁ ବିଜ୍ଞ କରାଏ। ଇତିହାସ କ'ଣ ନା ଇତିହାସ ହେଉଛି ଏକ ଶୃଙ୍ଖଳା। ତାପରେ ଦେଖ ତିନି ନମ୍ବର ପ୍ରଶ୍ନ କ'ଣ ରହିଛି ଇତିହାସର ପ୍ରକାର ଭେଦ କ'ଣ, ଅର୍ଥାତ୍ ଇତିହାସର କେଉଁ କେଉଁ ପ୍ରକାର ରହିଛି ତାହା ଲେଖ ବୋଲି କୁହାଯାଇଛି। ଇତିହାସର ବିଭିନ୍ନ ପ୍ରକାର ଭେଦ ରହିଛି। ତ ଦେଖ ରାଜନୈତିକ ଇତିହାସ, ଅର୍ଥନୈତିକ ଇତିହାସ, ସାମାଜିକ ଇତିହାସ, ସାଂସ୍କୃତିକ ଇତିହାସ, ସାମରିକ ଇତିହାସ, କୂଟନୈତିକ ଇତିହାସ, ସାମ୍ବିଧାନିକ ଇତିହାସ, ଆଇନ ସମ୍ବନ୍ଧୀୟ ଇତିହାସ ଏବଂ ବୌଦ୍ଧିକ ଇତିହାସ। ତାପରେ ଦେଖ 4 ନମ୍ବର ପ୍ରଶ୍ନ କ'ଣ ରହିଛି କୂଟନୈତିକ ଇତିହାସ କହିଲେ କ'ଣ ବୁଝ। କୂଟନୈତିକ ଇତିହାସ କହିଲେ କ'ଣ ବୁଝ। ଦେଖ ଯେଉଁ ଇତିହାସ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଅତୀତରେ ଥିବା କୂଟନୈତିକ ସମ୍ପର୍କ ଉପରେ ଲିଖିତ ତାହାକୁ କୂଟନୈତିକ ଇତିହାସ ବୋଲି କୁହାଯାଏ। ତାପରେ ଦେଖ ପଞ୍ଚମ ପ୍ରଶ୍ନ ଅର୍ଥଶାସ୍ତ୍ର ପୁସ୍ତକ କିଏ ରଚନା କରିଥିଲେ। ଅର୍ଥଶାସ୍ତ୍ର ପୁସ୍ତକ କିଏ ରଚନା କରିଥିଲେ। ଏହାର ଉତ୍ତର ଦେଖ କୌଟିଲ୍ୟ ଅର୍ଥଶାସ୍ତ୍ର ପୁସ୍ତକ ରଚନା କରିଥିଲେ। କିଏ ରଚନା କରିଥିଲେ ନା କୌଟିଲ୍ୟ ଅର୍ଥଶାସ୍ତ୍ର ପୁସ୍ତକ ରଚନା କରିଥିଲେ। ତାପରେ ଦେଖ 6 ନମ୍ବରରେ କି ବିଷୟକୁ ନେଇ ଇତିହାସର ଅଭିଲେଖାଗାରୀୟ ଉପାଦାନ ଗଠିତ। ଅଭିଲେଖାଗାରୀୟ ଉପାଦାନ କେଉଁ କେଉଁ ବିଷୟକୁ ନେଇ ଗଠିତ। ତାର ଉତ୍ତର ଦେଖ ସରକାରୀ ନଥିପତ୍ର, ବେସରକାରୀ ଓ ବ୍ୟକ୍ତିଗତ କାଗଜପତ୍ର ତଥା ସମ୍ବାଦପତ୍ର ଓ ପତ୍ରପତ୍ରିକା ଇତିହାସର ଅଭିଲେଖାଗାରୀୟ ଉପାଦାନ ଗଠିତ। ତାପରେ ଦେଖ 7 ନମ୍ବରରେ କ'ଣ ରହିଛି ପ୍ରତ୍ନତତ୍ତ୍ୱ କ'ଣ, ଅର୍ଥାତ୍ ପ୍ରତ୍ନତତ୍ତ୍ୱ କହିଲେ କ'ଣ ବୁଝ। ଐତିହାସିକ ତଥ୍ୟ ପ୍ରାପ୍ତି ନିମିତ୍ତ ଯେଉଁ ଭୂଖନନ କରାଯାଏ ତାହାକୁ ପ୍ରତ୍ନତତ୍ତ୍ୱ ବୋଲି କୁହାଯାଏ। ପ୍ରତ୍ନତତ୍ତ୍ୱ କ'ଣ ନା ଐତିହାସିକ ତଥ୍ୟ ପ୍ରାପ୍ତି ନିମନ୍ତେ ଯେଉଁ ଭୂଖନନ କରାଯାଇଥାଏ ତାହାକୁ ଆମେ ପ୍ରତ୍ନତତ୍ତ୍ୱ ବୋଲି କହିଥାଉ। ତାପରେ ଦେଖ 8 ନମ୍ବରରେ କିଏ ଓ କେବେ ବ୍ରହ୍ମଲିପିର ପାଠୋଦ୍ଧାର କରିଥିଲେ। ବ୍ରହ୍ମଲିପିର ପାଠୋଦ୍ଧାର କିଏ କରିଥିଲେ ଓ କେବେ କରିଥିଲେ। 1838 ମସିହାରେ ଜେମ୍ସ ପ୍ରିନ୍ସେପ୍ ବ୍ରାହ୍ମୀଲିପିର ପାଠୋଦ୍ଧାର କରିଥିଲେ। କିଏ କରିଥିଲେ ନା ଜେମ୍ସ ପ୍ରିନ୍ସେପ୍ 1838 ମସିହାରେ। ତାପରେ ଦେଖ ତୁମର 9 ନମ୍ବର ପ୍ରଶ୍ନ ପ୍ରାଚୀନ ତକ୍ଷଶିଳାର ପ୍ରତ୍ନତତ୍ତ୍ୱର ଖନନ କାର୍ଯ୍ୟ କିଏ କରାଇଥିଲେ। ଅର୍ଥାତ୍ ପ୍ରାଚୀନ ଯେଉଁ ତକ୍ଷଶିଳା ଥିଲା ତାହାର ପ୍ରତ୍ନତତ୍ତ୍ୱର ଖନନ କାର୍ଯ୍ୟ କିଏ କରାଇଥିଲେ। ତାର ଉତ୍ତର ଦେଖ ସାର୍ ଜନ୍ ମାର୍ଶଲ ପ୍ରାଚୀନ ତକ୍ଷଶିଳାର ପ୍ରତ୍ନତତ୍ତ୍ୱର ଖନନ କାର୍ଯ୍ୟ କରାଇଥିଲେ। ତାପରେ 10 ନମ୍ବର ଦେଖ ବୌଦ୍ଧ ସାହିତ୍ୟ ତ୍ରିପିଟକର ବିଭିନ୍ନ ଭାଗ କ'ଣ। ଆମର ଯେଉଁ ବୌଦ୍ଧ ସାହିତ୍ୟରେ ତ୍ରିପିଟକ ରହିଅଛି ତାହାର ବିଭିନ୍ନ ଭାଗ ଗୁଡ଼ିକ କ'ଣ କୁହାଯାଇଛି। ଦେଖ ବୌଦ୍ଧ ସାହିତ୍ୟ ତ୍ରିପିଟକର ବିଭିନ୍ନ ଭାଗ ହେଲା ସୂତ୍ର ପିଟକ, ବିନୟ ପିଟକ ଓ ଅଭିଧର୍ମ ପିଟକ। ତାପରେ ଦେଖ ତୁମର 11 ନମ୍ବର ସତ୍ୟାର୍ଥ ପ୍ରକାଶ ପୁସ୍ତକ କିଏ ରଚନା କରିଥିଲେ। କ'ଣ ନା ସତ୍ୟାର୍ଥ ପୁସ୍ତକ କିଏ ରଚନା କରିଥିଲେ। ସ୍ୱାମୀ ଦୟାନନ୍ଦ ସରସ୍ୱତୀ ସତ୍ୟାର୍ଥ ପ୍ରକାଶ ପୁସ୍ତକ ରଚନା କରିଥିଲେ। ତାପରେ ଦେଖ ତୁମର 12 ନମ୍ବରରେ କ'ଣ ରହିଛି ପୃଥ୍ୱୀରାଜ ରାସୋ ପୁସ୍ତକ କିଏ ରଚନା କରିଥିଲେ। ପୃଥ୍ୱୀରାଜ ରାସୋ ପୁସ୍ତକ କିଏ ରଚନା କରିଥିଲେ। ଚାନ୍ଦବର ଦାଇ ପୃଥ୍ୱୀରାଜ ରାସୋ ପୁସ୍ତକ
ରଚନା କରିଥିଲେ? କିଏ କହିଥିଲେ ନା ଚାନ୍ଦ ବରଦାଇ। ତାପରେ ଦେଖ ତୁମର 13 ନମ୍ବରରେ କ'ଣ ରହିଛି? ସଙ୍ଗମ ସାହିତ୍ୟ କ'ଣ? ସଙ୍ଗମ ସାହିତ୍ୟ କହିଲେ କ'ଣ? ଦକ୍ଷିଣ ଭାରତରେ ବିଭିନ୍ନ ରାଜତନ୍ତ୍ର ଉପରେ ଲିଖିତ ସାହିତ୍ୟ ହିଁ ସଙ୍ଗମ ସାହିତ୍ୟ, ଯାହା ବିଭିନ୍ନ ରାଜାଙ୍କ ପୃଷ୍ଠପୋଷକତାରେ କବିମାନେ ରଚନା କରୁଥିଲେ। ତାପରେ ଦେଖ 14 ନମ୍ବର, ଗୁଲବଦନ ବେଗମ କେଉଁ ପୁସ୍ତକ ରଚନା କରିଥିଲେ? ଗୁଲବଦନ ବେଗମ କେଉଁ ପୁସ୍ତକ ରଚନା କରିଥିଲେ? ଦେଖ ଗୁଲବଦନ ବେଗମ ହୁମାୟୁନ ନାମା ପୁସ୍ତକ ରଚନା କରିଥିଲେ। ତାପରେ ଦେଖ ତୁମର 15 ନମ୍ବର, ହରପ୍ପାବାସୀ କେଉଁ ସବୁ ବୃକ୍ଷକୁ ପୂଜା କରୁଥିଲେ? ହରପ୍ପାବାସୀ କେଉଁ ସବୁ ବୃକ୍ଷକୁ କ'ଣ କରୁଥିଲେ ନା ପୂଜା କରୁଥିଲେ? ହରପ୍ପାବାସୀ ଆମ୍ବ, ନିମ, ପଣସ ଓ ନଡ଼ିଆ ଗଛକୁ ପୂଜା କରୁଥିଲେ। ତାପରେ ଦେଖ ତୁମର 16 ନମ୍ବର, ବୈଦିକ ସଭ୍ୟତା କିଏ ସୃଷ୍ଟି କରିଥିଲା? ବୈଦିକ ସଭ୍ୟତା କିଏ ସୃଷ୍ଟି କରିଥିଲା? ବୈଦିକ ସଭ୍ୟତା ଆର୍ଯ୍ୟମାନେ ସୃଷ୍ଟି କରିଥିଲେ। କିଏ ସୃଷ୍ଟି କରିଥିଲେ ନା ବୈଦିକ ସଭ୍ୟତା ଆର୍ଯ୍ୟମାନେ ସୃଷ୍ଟି କରିଥିଲେ। ତାପରେ ଦେଖ 17 ନମ୍ବର, ସର୍ବପ୍ରାଚୀନ ବେଦର ନାମ କ'ଣ? ସର୍ବପ୍ରାଚୀନ ବେଦର ନାମ କ'ଣ? ସର୍ବପ୍ରାଚୀନ ବେଦର ନାମ ହେଉଛି ଋଗ୍ବେଦ। ତାପରେ ଦେଖ ଶେଷ ପ୍ରଶ୍ନ ବା ତୁମର 18 ନମ୍ବର ପ୍ରଶ୍ନ ରହିଛି, ବୈଦିକ ସମାଜରେ ଧନୀ ବୈଶ୍ୟମାନଙ୍କୁ କ'ଣ କୁହାଯାଉଥିଲା? ବୈଦିକ ସମାଜରେ ଧନୀ ବୈଶ୍ୟମାନଙ୍କୁ କ'ଣ କୁହାଯାଉଥିଲା? ବୈଦିକ ସମାଜରେ ଧନୀ ବୈଶ୍ୟମାନଙ୍କୁ ଶ୍ରେଷ୍ଠୀ କୁହାଯାଉଥିଲା। ତ ଆଜି ଆମେ ଆଲୋଚନା କଲେ ଆମର +2 ସେକେଣ୍ଡ ଇୟର ହିଷ୍ଟ୍ରିର ୟୁନିଟ୍ 1ର ସର୍ଟ ବିଟ୍ ଗୁଡ଼ାକ। ଏହାପରେ 2 ନମ୍ବର ବିଶିଷ୍ଟ ପ୍ରଶ୍ନ ଉତ୍ତର ଆସିବ। ତେଣୁକରି ଭିଡ଼ିଓକୁ ଲାଇକ୍ କରନ୍ତୁ ଆଉ ତୁମର ସାଙ୍ଗସାଥିମାନଙ୍କ ସହିତ ସେୟାର କରିବ।